ଅପେକ୍ଷା ଅପେକ୍ଷାର ଫଳ ମିଠା ବୋଲି ସମସ୍ତେ କହୁଥିବା ବେଳେ ଅପେକ୍ଷାର ଯନ୍ତ୍ରଣାକୁ ଯିଏ ସହିଛି ତାକୁ ଥରେ ପଚାର ଯେ ସେ ଯନ୍ତ୍ରଣା କେତେ ଆଘାତ ଦିଏ ହୃଦୟକୁ ଆଉ ଶରୀରକୁ। କେତେବେଳେ ଗ୍ରାହକ ଅପେକ୍ଷାରେ ଦୋକାନୀଟିଏ ବସିଥିବା ବେଳେ ବିଧବାଟିଏ ସ୍ୱାମୀ ଅପେକ୍ଷାରେ ଜୀବନ ତମାମ ବିତେଇ ଦିଏ। ସବୁଠୁ ବଡ଼ ଦୁଃଖ ହେଉଛି ବିଦେଶରେ ଥିବା ପୁଅର ମୁହଁ ଦେଖିବା ପାଇଁ ବାପା ମା ଅପେକ୍ଷା କରି ଭୋଗୁଥିବା ଯନ୍ତ୍ରଣାକୁ ଥରେ ବୁଝି ଦେଖ। ଯେତେବେଳେ ପାଠଶାଠ ପଢ଼ି ପିଲା ବାହାରକୁ ଯାଏ, ବିଦେଶକୁ ଯାଇ ଚାକିରି ବାକିରି କରେ, ଅର୍ଥ ରୋଜଗାର କରେ, ସେତେବେଳେ ବାପା ମା ପିଲାର ମୁହଁ ଟିକେ ଦେଖିବା ପାଇଁ ସତେ ଯେମିତି ପାଗଳା ହେଇଯାଇଥାନ୍ତି ଆଉ ଅପେକ୍ଷା କରି ରହିଥାନ୍ତି ପୁଅ କେବେ ଆସିବ, ଆମ ପୁଅ ଆସି ଆମ ଦୁଃଖ ହରିବ। କିନ୍ତୁ ବାସ୍ତବରେ ସେ ଯନ୍ତ୍ରଣା, ସେ ଅପେକ୍ଷା କରିଥିବା ବାପା ମାଙ୍କର ଯନ୍ତ୍ରଣା ଯିଏ ବୁଝିଛି ସିଏ ହିଁ ଅନୁଭବ କରି